ଆହୁରି 4 ଦିନ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି। ତ ଚାଲୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଆଭ୍ୟନ୍ତରୀଣ ଓଡ଼ିଶା ଓ ତତ୍ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି 4 ଦିନ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ। କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଉ କେତୋଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ କଣ ରହିଛି। ଆଉଥରେ ହେବ ନାହିଁ ନିଟ୍ ୟୁଜି ପରୀକ୍ଷା, ବଡ଼ ଆଦେଶ ଦେଲା ସୁପ୍ରିମକୋର୍ଟ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କଣ ରହିଛି। ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟ ବଡ଼ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପରୀକ୍ଷା ପୁନଃ ଆୟୋଜିତ ହେବ ନାହିଁ, କାରଣ ପରୀକ୍ଷାରେ ବଡ଼ ଅନିୟମିତତା ପ୍ରମାଣିତ ହୋଇପାରି ନାହିଁ। ପରୀକ୍ଷାରେ ନିୟମ ଉଲ୍ଲଂଘନ ଦର୍ଶାଇବା ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଆଉ ଥରେ ପରୀକ୍ଷା କରାଇବା ଠିକ୍ ହେବ ନାହିଁ ଏବଂ ଏହା 24 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କଥା। ପ୍ରଧାନ ବିଚାରପତି DY ଚନ୍ଦ୍ରଚୂଡ଼ଙ୍କ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ବ୍ୟବସ୍ଥାଗତ ତ୍ରୁଟି କଥା ପ୍ରମାଣିତ ହୋଇନାହିଁ। ଏଥିପାଇଁ ପୁନଃ ପରୀକ୍ଷା କରାଇବାକୁ ଆଦେଶ ଦିଆଯାଇପାରିବ ନାହିଁ। ଆଉ ଥରେ ପରୀକ୍ଷା କରାଇବା ନେଇ ଆଦେଶ ଦେବା 24 ଲକ୍ଷ ପିଲାଙ୍କ ପାଇଁ କଷ୍ଟସାଧ୍ୟ ହେବ। ଏହାଦ୍ୱାରା ନାମଲେଖା କାର୍ଯ୍ୟସୂଚୀ ମଧ୍ୟ ବାଧାପ୍ରାପ୍ତ ହେବ। ଡାକ୍ତରୀ ଶିକ୍ଷା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କଣ ରହିଛି। ଓଡ଼ିଶା ପାଇଁ ବଡ଼ ଘୋଷଣା, ମିଳିବ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କଣ ରହିଛି। ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆର୍ଥିକ ବର୍ଷ 2024-25 ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଯେଉଁଥିରେ ବିଭିନ୍ନ ସେକ୍ଟରକୁ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରୁଛନ୍ତି କେନ୍ଦ୍ର ସରକାର। ବଜେଟରେ ମୋଟ 11.11 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତେବେ ବଜେଟରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ପୂର୍ବାଞ୍ଚଳର ଆର୍ଥିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି। ପୂର୍ବାଞ୍ଚଳର 5 ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବେ ଭାରତ ସରକାର। ସେହି ରାଜ୍ୟ 5 ହେଉଛି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ। ମାନବ ସମ୍ବଳ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ କେନ୍ଦ୍ର ସରକାର। ଏହି ରାଜ୍ୟଗୁଡ଼ିକରେ ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ, ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବେ କେନ୍ଦ୍ର ସରକାର। ଏବଂ ମହିଳା ସଶକ୍ତିକରଣ, ରୋଜଗାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଓଡ଼ିଶାର ପର୍ଯ୍ୟଟକ ସ୍ଥଳୀ ବିକାଶ ପାଇଁ ବଜେଟର ବ୍ୟବସ୍ଥା ହେବ। ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା। ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କଣ ରହିଛି। ସରକାର ଦେବେ ମାଗଣା ବିଜୁଳି, ଏହିମାନଙ୍କୁ ମିଳିବ ସୁବିଧା, ଜାରି ହେଲା ଗାଇଡଲାଇନ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କଣ ରହିଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି। ମାଗଣା ବିଜୁଳି ଅଧୀନରେ ବିଜୁଳି ଯୋଗାଣ କମ୍ପାନୀ ଡିସ୍କମ୍କୁ 4,950 କୋଟି ଟଙ୍କାର ପ୍ରୋତ୍ସାହନ ଦେବା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ମନ୍ତ୍ରାଳୟ ଅନୁସାରେ ଏହି ଯୋଜନାର ଖର୍ଚ୍ଚ 75,021 କୋଟି ଟଙ୍କା ରହିଛି ଏବଂ ଏହାକୁ ଆର୍ଥିକ ବର୍ଷ 2026-27 ପର୍ଯ୍ୟନ୍ତ ଲାଗୁ କରାଯିବ। ଏହି ଯୋଜନା ଅଧୀନରେ ଡିସ୍କମ୍କୁ ରାଜ୍ୟ କାର୍ଯ୍ୟାନ୍ୱୟନ ଏଜେନ୍ସି ଭାବରେ ନାମିତ କରାଯାଇଛି। PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ହିତାଧିକାରୀ ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ନିଜ ବିଜୁଳି ବିଲ୍ ଫ୍ରି କରିପାରିବେ। ଏହି ଯୋଜନାରେ 1 କୋଟି ଘରକୁ ମାସିକ 300 ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ପାଇଁ ସରକାର 78,000 କୋଟି ଟଙ୍କାର ସବସିଡି ପ୍ରଦାନ କରିଥାଏ। ଏହା ବ୍ୟତୀତ ଏଥିରେ 25 ବର୍ଷର ୱାରେଣ୍ଟି ମଧ୍ୟ ଦେଇଥାନ୍ତି ସରକାର। ଏହି ଯୋଜନା ପାଇଁ ସରକାର 78,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିଥାନ୍ତି। ଏହା ବ୍ୟତୀତ ଏଥିରେ 25 ବର୍ଷର ୱାରେଣ୍ଟି ମଧ୍ୟ ଦେଇଥାନ୍ତି ସରକାର। ଏହି ଯୋଜନାର ଲାଭ ଉଠାଇବା ପାଇଁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟ୍ pmsuryaghar.gov.in କୁ ଯାଆନ୍ତୁ। ଏହାପରେ ନିଜ ରାଜ୍ୟ ଚୟନ କରନ୍ତୁ ଏବଂ ନିଜର ବିଜୁଳି ଯୋଗାଣ କମ୍ପାନୀ ଚୟନ କରନ୍ତୁ। ଅନଲାଇନ୍ ଆବେଦନ କରିବା ପୂର୍ବରୁ ହିତାଧିକାରୀଙ୍କ ପାଖରେ ଆଧାର କାର୍ଡ, ମୋବାଇଲ ନମ୍ବର, ବିଜୁଳି ବିଲ୍, ରାସନ କାର୍ଡ, ଆୟ ପ୍ରମାଣପତ୍ର, ଫଟୋ, ଶପଥପତ୍ର ଏବଂ ନିବାସ ପ୍ରମାଣପତ୍ର ଇତ୍ୟାଦି ତଥ୍ୟ ରହିବା ଆବଶ୍ୟକ। ତ ଅଧିକ ଜାଣିବା ପାଇଁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣି ନିଅନ୍ତୁ ଏବଂ ଏହାକୁ ଆବେଦନ କରିନିଅନ୍ତୁ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କଣ ରହିଛି। ଏହିମାନଙ୍କର କାଟିଯିବ ରାସନ କାର୍ଡ, ଏଣିକି ଲାଗୁ ହେଲା ନୂଆ ପ୍ରକାର ନିୟମ। ତ
तो चलो देखा संपूर्ण अपडेट कौन रही राशन कार्ड धारक तुरंत ईकेवाईसी कराइने पड़ो जहाँकि जून 21 तारिख पाखु आरंभ हो सारी राशन कार्ड में पंजीकृत समस्त सदस्यों ईकेवाईसी बाध्यतामूलक जहाँफल अयोग्य हिताधिकारी चिन्हट कर बाद दिज्व समस्त राशन कार्डधारी ईकेवाईसी कार्य करने वर्तमान बाध्यतामूलक जदि ईकेवाईसी करा जाए तेज राशन कार्ड ना काटी दिज्व तेणु हिताधिकारी एप्रति ध्यान देवा सहित तुरंत ईकेवाईसी कराने परामर्श देते सरकार। यह सहित राशन उपलब्ध हेब नहीं राशन कार्ड थी समस्त सदस्यों ईकेवाईसी बाध्यतामूलक एभली घोषणा कर परिवार जते जन भी सदस्य अच्छा ईकेवाईसी कराने सरकार पक्षर जारी गाइडलाइन दर्शा जाइए राशन कार्ड ईकेवाईसी करने समय ना जोड़ा ना काटिबा तथ्य संशोधन करने भली कार्य करहब फल राशन मिलवा समय कौन समस्या रहा आउ ईकेवाईसी कराइबा कष्टसाध्य काम नुहे निकटस्थ जनसेवा केन्द्र को जाई खूब सहजरे यह कराइपारे। तो यही सूचना केवल उत्तर प्रदेश राज्यर राशन कार्ड धारी मानक पाई। तो चलो देखिए परवर्ती अपडेट कौन रही निज पिलांक पाई पेंशन जोगाड़ करें पितामाता सरकार आनिले एनपीएस वात्सल्य स्कीम। तो चलो देखा संपूर्ण अपडेट कौन रही एनपीएस वात्सल्य माइनरों एक प्लान जो पितामाता और अभिभावक कंट्रीब्यूशन करेंगे जमीती ही पिलांकर 18 वर्ष हेब ए स्कीम रे रेगुलर एनपीएस रे कन्वर्ट हो साधारण लोक रिटायरमेंट संबंधी आवश्यकता को पूरा करने केंद्र सरकार नेशनल पेंशन सिस्टम आनी पेंशन फंड रेगुलेटरी एंड डेवलपमेंट अथॉरिटी ही पीएफआरडीए एक्ट 2013 अनुसार एनपीएस को रेगुलेट करें कहीं भी भारतीय नागरिक जार वर्ष 18 ରୁ 70 वर्ष मध्य होइथिबो से एनपीएस अकाउंट खोली पारिबे। सर्वप्रथम ईएनपीएस वेबसाइट को जावाक पड़िबो नुआ रजिस्ट्रेशन उपर क्लिक करिवे नुआ रजिस्ट्रेशन ऑप्शन को बाछिबाक पड़िबो आपन को आधार कार्ड नंबर मोबाइल नंबर आदि सूचना शेयर करबाक हेबो। उल्लेखनीय जे जदि आपण माने यह निज मोबाइल न करि पारुछंती तो निकटस्थ जनसेवा केन्द्र को जाई यार संपूर्ण तथ्य जानि परिबे एवं यह को आवेदन मध्ये करि परिबे। तो एथि उल्लेखनीय तथ्य अछि जे निर्मला सीतारमण बजेट 2024 रे न्यू इनकम टैक्स रिजेम रे स्टैंडर्ड डिडक्शन को बढ़ाई 775,000 टंका कर दैछन्ते। न्यू टैक्स रिजेम रे पूर्वरु स्टैंडर्ड डिडक्शन लिमिट 50,000 टंका थिला। यह व्यतीत बजेट रे न्यू टैक्स रिजिम अनुसार टैक्स स्लैब रे मध्य परिवर्तन कर दैछे। तो चलो देखिबा परवर्ती अपडेट कौन रही बजेट आनिला खुशी खबर कमिला सोना रूपा दर जानतु केते। तो चलो देखिनबा संपूर्ण अपडेट कौन रही बजेट रे केंद्र सरकार सोना रूपा रे कस्टम ड्यूटी कमाइछन्ती फल यह प्रभाव में एकाथरक सोना मार्केट रे बड़ ह्रास देखा मिली 6% कस्टम ड्यूटी कमिबा परे 3,500 कमी जाइछि सोना दर 10 ग्राम पिछा 3,500 टंका ह्रास पाई सूचना मिली। किछि दिन पूर्व 10 ग्राम पिछा सोना 67,500 टंका रही वर्तमान एक बड़ धरणर ह्रास घटिया पर यह 64,000 पहुंची जाइए। सेपरि रूपा दर में बड़ ह्रास देखा मिली रूपा पूर्व किलो 95,000 टंका थिला तेरे बजेट उपस्थापन पर यह वर्तमान 90,000 पहुंची जाइए। सेपरि बजेट रे किछि जिनिस को सस्ता कर दिया जाइए सस्ता हेब मोबाइल रिचार्ज बैटेरी सह सोलार पैनल सामुद्रिक उत्पाद मध्य सस्ता हेब सोना रूपा और प्लाटिनम उपर कस्टम ड्यूटी कमिबो सेपटे पेट्रो केमिकल उत्पाद उपर शुल्क बढ़िबो प्लास्टिक और प्लास्टिक संपर्कित उत्पाद उपर शुल्क बढ़िबो। नुआ चाकरियांक पई बजेट रे बड़ घोषणा ईपीएफ रे जड़ी होइथिबा चाकरियांकु गोटिए मासर वेतन मिलिबो 15,000 टंका पर्यंत 3टी किस्ती रे डीबीटी माध्यम रे सुविधा मिलिबो। कोटिए युवकंक पई इंटर्नशिप स्कीम घोषणा कर दैछि इंटर्नशिप बेले मिलिबो मासिक 5,000 टंकार भत्ता। तो सारा दिन एपरि बछा और गुरुत्वपूर्ण खबर जानिया पई हम चैनल को सब्सक्राइब कर रखंतु।